ବଙ୍ଗରେ ରକ୍ତାକ୍ତ ରାଜନୀତି। 2 ଦିନରେ 2 ଟିଏମସି ନେତାଙ୍କୁ ଆକ୍ରମଣ। ଅଭିଷେକଙ୍କ ପରେ କଲ୍ୟାଣଙ୍କ ମୁଣ୍ଡ ଫାଟିଲା। ସେପଟେ ବିଜେପି କହୁଛି ସବୁ ଡ୍ରାମା। ହଁ ଦର୍ଶକ ବନ୍ଧୁ, ପଶ୍ଚିମବଙ୍ଗର ରାଜନୈତିକ ଆକାଶରେ ଏବେ ଅଶାନ୍ତିର କଳା ବାଦଲ। ମାତ୍ର 2 ଦିନ ମଧ୍ୟରେ 2 ଜଣ ପ୍ରମୁଖ ତୃଣମୂଳ ନେତାଙ୍କ ଉପରେ ଆକ୍ରମଣ। ଜଣେ ଅଭିଷେକ ବାନାର୍ଜୀ ଆଉ ଜଣେ କଲ୍ୟାଣ ବାନାର୍ଜୀ। ପ୍ରଶ୍ନ ଉଠୁଛି, ଏହା କେବଳ ରାଜନୈତିକ ବିରୋଧର ପ୍ରତିଫଳନ ନା ଏହା ପଛରେ ରହିଛି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର? ହଁ ଦର୍ଶକ ବନ୍ଧୁ, ଗତକାଲି ସୋନାରପୁରରେ ଅଭିଷେକ ବାନାର୍ଜୀଙ୍କ ଗସ୍ତ ବେଳେ ହଠାତ୍ ଉତ୍ତେଜନା ଦେଖାଯାଇଥିଲା। ପଥର ଉଡ଼ିଥିଲା, ଅଣ୍ଡା ଫିଙ୍ଗା ଯାଇଥିଲା, ଜୋତା ମଧ୍ୟ ଫିଙ୍ଗା ଯାଇଥିଲା। ସୁରକ୍ଷା କର୍ମୀମାନେ ତାଙ୍କୁ ଘେରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଆଉ ସେହି ଘଟଣାର 24 ଘଣ୍ଟା ନ ପୂରୁଣୁ ପୁଣି ରକ୍ତାକ୍ତ ହୋଇଛି ବଙ୍ଗ ରାଜନୀତି। ହୁଗୁଳିର ଚଣ୍ଡିତଲା ଥାନା ସମ୍ମୁଖରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ଆରମ୍ଭ ହୋଇଥିଲା ସଂଘର୍ଷ। ଏହି ସଂଘର୍ଷରେ ଆହତ ହୋଇଥିଲେ ଟିଏମସିର ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ଅଭିଯୋଗ ହୋଇଛି। ସେପଟେ ଟିଏମସି କହୁଛି ଏହା ଗଣତନ୍ତ୍ର ଉପରେ ଆକ୍ରମଣ, ବିରୋଧୀ ଶକ୍ତି ହିଂସାର ରାଜନୀତି କରୁଛି। ଅନ୍ୟପଟେ ବିଜେପି ଦାବି କରୁଛି କୌଣସି ଆକ୍ରମଣ ହୋଇନାହିଁ, ସମଗ୍ର ଘଟଣା ଏକ ରାଜନୈତିକ ନାଟକ। ତେବେ ଦର୍ଶକ ବନ୍ଧୁ, ସତ କ'ଣ? ଯଦି ଆକ୍ରମଣ ହୋଇଛି ତାହେଲେ ଦୋଷୀ କିଏ? ଯଦି ଆକ୍ରମଣ ହୋଇନାହିଁ ତାହେଲେ ଏତେ ବଡ଼ ବିବାଦ କାହିଁକି? ଏହି ଘଟଣା ପରେ ମମତା ବାନାର୍ଜୀ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ବିଜେପି ମଧ୍ୟ ତୃଣମୂଳ ଉପରେ ପ୍ରତି ଆକ୍ରମଣ କରିଛି। ଫଳରେ ରାଜନୈତିକ ଯୁଦ୍ଧ ଏବେ ରାସ୍ତାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ତେବେ ଦର୍ଶକ ବନ୍ଧୁ, ପଶ୍ଚିମବଙ୍ଗରେ ଆଗାମୀ ଦିନରେ ରାଜନୀତି କେଉଁ ଦିଗକୁ ଯିବ? ହିଂସା ରୋକିବାର ପ୍ରଶାସନ ସଫଳ ହେବ କି ନା ଏହି ସଂଘର୍ଷ ଆହୁରି ଭୟଙ୍କର ରୂପ ନେବ? କୁମାର ଗୌରବଙ୍କ ରିପୋର୍ଟ, 3K YT ନ୍ୟୁଜ୍।